ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଏବଂ ଇରାନର ମନମାନି କାରଣରୁ ଅନେକ ସମୟରେ ଭାରତର ତୈଳ ବଜାର ଗତ କିଛି ମାସ ଭିତରେ ଲଗାତାର ଭାବରେ ଅନିଶ୍ଚିତତା ଘେରକୁ ଚାଲିଯାଇଛି। କେତେବେଳେ ତୈଳ ଓ ଇନ୍ଧନର ଅଭାବର ଆଶଙ୍କା ବଢ଼ିଯାଇଛି, ତ ପୁଣି କେତେବେଳେ ହୁ ହୁ ହୋଇ ବଢ଼ିଛି ତୈଳ ଦର। ଆଉ ଏମିତି ପରିସ୍ଥିତିର ସାମ୍ନା କରିବା ପରେ ଏଣିକି ଜାହାଜ କିମ୍ବା ଯାନବାହନ ଦ୍ୱାରା ନୁହେଁ, ସିଧାସଳଖ ସମୁଦ୍ର ଭିତରୁ ତୈଳ ଓ ଇନ୍ଧନ ପରିବହନ ପାଇଁ ଯୋଜନା କରୁଛି ଭାରତ। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଦର୍ଶକ ବନ୍ଧୁ, ଇରାନ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲଗାତାର ଭାବରେ ଭାରତର ତୈଳ ବଜାର ଅନିଶ୍ଚିତତା ଘେରକୁ ଚାଲିଯାଇଛି। ଯୁଦ୍ଧ କାରଣରୁ ଅନେକ ପଣ୍ୟବାହୀ ଜାହାଜ ଭାରତକୁ ଆସିପାରି ନାହାନ୍ତି। କେମିତି ତୈଳ ଓ ଇନ୍ଧନର ଆବଶ୍ୟକତା ପୂରଣ କରାଯିବ, ତାର ବିକଳ୍ପ ବ୍ୟବସ୍ଥା ଲଗାତାର ଭାବରେ ଚିନ୍ତା କରୁଛି ଆମ ଦେଶ। ଆଉ ଠିକ ଏତିକି ବେଳେ ଅନ୍ୟ ଦେଶ ପାଖରେ ନିର୍ଭରଶୀଳ ହେବା ଅପେକ୍ଷା କେମିତି ନିଜର ଆବଶ୍ୟକତାକୁ ଆମେ ପୂରଣ କରିପାରିବା ଏବଂ କେମିତି ଭାରତରେ ତୈଳ ଓ ଇନ୍ଧନର ଅଭାବ ପରିଲକ୍ଷିତ ହେବ ନାହିଁ, ସେଥିପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା କରୁଛନ୍ତି। ଏଣିକି ଜାହାଜ କିମ୍ବା ଯାନବାହନ ଦ୍ୱାରା ନୁହେଁ, ସିଧାସଳଖ ସମୁଦ୍ର ଭିତରୁ ପାଇପଲାଇନ ଦ୍ୱାରା ଗ୍ୟାସ ଏବଂ ତୈଳ ଇନ୍ଧନର ପରିବହନ ପାଇଁ ଯୋଜନା କରାଯାଉଛି। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ 40,000 କୋଟି ଟଙ୍କା। ଆଉ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ 5 ରୁ 7 ବର୍ଷ ସମୟ ଲାଗିପାରେ। ଏହି ପ୍ରକଳ୍ପ ଦ୍ୱାରା ମୁଖ୍ୟତଃ ଓମାନରୁ ଆରବ ସାଗର ଭିତର ଦେଇ କେମିତି ତୈଳ ଇନ୍ଧନ ଓ ଗ୍ୟାସ ଭାରତରେ ପହଞ୍ଚିବ, ସେଥିପାଇଁ ଯୋଜନା କରାଯାଉଛି। ଆଉ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏଣିକି ଅନ୍ୟ ଦେଶର ମନମାନି ଯୋଗୁଁ ଭାରତର ତୈଳ ଓ ଇନ୍ଧନ ବଜାର ପ୍ରଭାବିତ ହେବ ନାହିଁ। କୌଣସି ଯୁଦ୍ଧ ପରିସ୍ଥିତି ହେଉ କିମ୍ବା ଜିଓ ପଲିଟିକାଲ ପରିବର୍ତ୍ତନ ପାଇଁ ବିଭିନ୍ନ ସମୟରେ ଭାରତ ଯେଉଁ ଆହ୍ୱାନ ସବୁକୁ ସାମ୍ନା କରୁଛି ଆଉ ଭାରତର ତୈଳ ବଜାର ପ୍ରଭାବିତ ହେଉଛି, ସେଭଳି ଘଟଣାକୁ ଏଡ଼ାଇ ଦିଆଯାଇପାରିବ। ଏଥିପାଇଁ କେନ୍ଦ୍ର ସରକାର ସମୁଦ୍ର ଭିତରେ ପାଇପଲାଇନ ବିଛାଇ ଓମାନରୁ ତୈଳ ଓ ଇନ୍ଧନ ପରିବହନ ପାଇଁ ଯୋଜନା କରୁଛନ୍ତି। ତେବେ ଓମାନରୁ ଆରବ ସାଗର ଭିତର ଦେଇ ଯେଉଁ ପାଇପଲାଇନ ଭାରତକୁ ବିଛାଯିବ, ସେହି ପାଇପଲାଇନ ଜରିଆରେ କେବଳ ଓମାନ ନୁହେଁ, ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ଦେଶ ଯେମିତିକି ଇରାନ, କୁଏତ, କତାର, ୟୁଏଇ ଏ ତମାମ ଅଞ୍ଚଳରୁ ତୈଳ ପରିବହନ କରାଯିବ ଭାରତକୁ। ଆମେ ଦେଖିଥିଲୁ ଯୁଦ୍ଧ ସମୟରେ କେମିତି ଭାରତର ତୈଳ ବଜାର ପ୍ରଭାବିତ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଚୁକ୍ତି ଅନୁଯାୟୀ ଆମେରିକା ଠାରୁ ଅନୁମତି ନେବା ପରେ ଆମକୁ ରୁଷିଆରୁ ତୈଳ କିଣିବା ପାଇଁ ଅନୁମତି ମିଳିଲା, ହେଲେ ତାହା ମଧ୍ୟ ସ୍ଥାୟୀ ନଥିଲା। ଏଣୁ ଭାରତର ଆବଶ୍ୟକତାକୁ କେମିତି ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନ ହୋଇ ଆମେ ପୂରଣ କରିପାରିବା, ସେଥିପାଇଁ କେନ୍ଦ୍ର ସରକାର ଏହି ବଡ଼ ଯୋଜନା କରୁଛନ୍ତି। ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ପୂର୍ବରୁ ମଧ୍ୟ ସମୁଦ୍ର ତଳେ ପାଇପଲାଇନ ବିଛାଇ ଗ୍ୟାସ ଓ ତୈଳ ପରିବହନ କରିବାର ନଜିର ରହିଛି। ଭାରତକୁ ପ୍ରତ୍ୟେକ ଦିନ 2.2 ମିଲିୟନ ବ୍ୟାରେଲରୁ ଆରମ୍ଭ କରି 2.8 ମିଲିୟନ ବ୍ୟାରେଲ ପର୍ଯ୍ୟନ୍ତ ତୈଳ ଓ ଇନ୍ଧନ ସାମଗ୍ରୀ ଜାହାଜ ପଥରେ ଆସିଥାଏ। ମଧ୍ୟପ୍ରାଚ୍ୟରୁ ଏସବୁ ତୈଳ ଓ ଇନ୍ଧନ ଆସିଥାଏ। କିନ୍ତୁ ଗ୍ୟାସ ଲାଇନ ବିଛାଇବା ପରେ ଭାରତର ଯେଉଁ ସବୁ ବନ୍ଦର ଗୁଡ଼ିକ ଉପରେ ଭାର ଅଧିକ ରହୁଥିଲା, ଯେମିତିକି ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ କରିବାକୁ ହେଲେ ଭାରତକୁ ପ୍ରମୁଖତଃ ପାରାଦୀପ ପୋର୍ଟ, ମ୍ୟାଙ୍ଗଲୋର ପୋର୍ଟ ଏବଂ ମୁମ୍ବାଇ ପୋର୍ଟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଭାରତର ଏହି ବନ୍ଦର ଗୁଡ଼ିକ ଜରିଆରେ ହିଁ ତୈଳ ଏବଂ ଇନ୍ଧନ ମଧ୍ୟପ୍ରାଚ୍ୟରୁ ଭାରତକୁ ଆସିଥାଏ। କିନ୍ତୁ ତୈଳ ପାଇପଲାଇନ ବିଛାଇବା ଦ୍ୱାରା ଏହି ପୋର୍ଟ ଗୁଡ଼ିକ ଉପରେ ମଧ୍ୟ ଚାପ କମିବ। ଏହା ସହିତ ସିପମେଣ୍ଟ କଷ୍ଟ ବା ସମୁଦ୍ର ପଥରେ ତୈଳ ଇନ୍ଧନ ପରିବହନ କରିବା ପାଇଁ ବିଭିନ୍ନ ଘରୋଇ କମ୍ପାନୀର ଜାହାଜ ଗୁଡ଼ିକୁ ଯେଉଁ ରକମର ଟଙ୍କା ଦେବାକୁ ପଡୁଛି, ତାର ମାତ୍ରା ମଧ୍ୟ ହ୍ରାସ ପାଇବ। ଏହା ଦ୍ୱାରା ସ୍ଥାୟୀ, ନିରନ୍ତର ଏବଂ ନିର୍ଭରଶୀଳ ଭାବରେ ଭାରତ ନିଜର ଆବଶ୍ୟକତା ପୂରଣ କରିବ। ଅର୍ଥାତ୍ ଆଗାମୀ ସମୟରେ ଯଦି କୌଣସି ଯୁଦ୍ଧ ହେଉଛି, ସମୁଦ୍ର ଭିତରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯେମିତିକି ବାତ୍ୟା, ଝଡ଼ ତୋଫାନ, ସାମୁଦ୍ରିକ ଝଡ଼ ଏସବୁ ହେଲେ ଯେଉଁଭଳି ଢଙ୍ଗରେ ଜାହାଜ ଦ୍ୱାରା ତୈଳ ଏବଂ ଇନ୍ଧନ ପରିବହନ ବାଧାପ୍ରାପ୍ତ ହେଉଥିଲା, ଏସବୁକୁ ଆଉ ସାମ୍ନା କରିବାକୁ ପଡ଼ିବ ନାହିଁ। ସିଧାସଳଖ ମଧ୍ୟପ୍ରାଚ୍ୟରୁ ପାଇପଲାଇନ ଜରିଆରେ ସମୁଦ୍ର ପଥ ଦେଇ ବିଶେଷ ଭାବରେ ଆରବ ସାଗର ଭିତର ଦେଇ ଏହି ଗ୍ୟାସ ଏବଂ ତୈଳ ସାମଗ୍ରୀ ଭାରତରେ ପହଞ୍ଚିବ।
ଏହା ଦ୍ୱାରା ଭାରତର ଆବଶ୍ୟକତା ଏବଂ ଲୋକଙ୍କର ଆବଶ୍ୟକତାକୁ ମଧ୍ୟ ନିରବଚ୍ଛିନ୍ନ ଭାବରେ ପୂରଣ କରିବା ସମ୍ଭବ ହେବ। କାହିଁକି ନା ଏହି ପାଇପଲାଇନ ବିଛାଇବା ଦ୍ୱାରା 24 ଘଣ୍ଟିଆ ଗ୍ୟାସ ଏବଂ ତୈଳ ପରିବହନ ସମ୍ଭବପର ହେବ। ଅପରପକ୍ଷରେ ଏହି ଗ୍ୟାସ ଲାଇନ ଗୁଡ଼ିକ ସମୁଦ୍ର ଭିତରେ ରହୁଥିବା ଯୋଗୁଁ ସାମୁଦ୍ରିକ ଝଡ଼, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ କୌଣସି ଆକ୍ରମଣ ଯୋଗୁଁ ଏହା କ୍ଷତି ପହଞ୍ଚିବାର ଯଥେଷ୍ଟ ସମ୍ଭାବନା କମ୍। ଏଣୁ ଦର୍ଶକ ବନ୍ଧୁ, କେନ୍ଦ୍ର ସରକାର ଯଦି ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ତେବେ ଆଗାମୀ 5 ରୁ 7 ବର୍ଷ ଭିତରେ ଆମେ ଘରେ ଘରେ ଗ୍ୟାସ ପାଇପଲାଇନ ଜରିଆରେ ତୈଳ ଏବଂ ଇନ୍ଧନ ପାଇବା ସହଜ ହେବ। ତୈଳ ଦର ମଧ୍ୟ ପୂର୍ବ ଅପେକ୍ଷା ସ୍ଥିର ରହିବ। ଦର କମିବ କି ନାହିଁ ସେ ତ ଭିନ୍ନ କଥା, କିନ୍ତୁ ତୈଳ ବଜାର ସ୍ଥିର ରହିବ। କାହିଁକି ନା ସିପମେଣ୍ଟ ଖର୍ଚ୍ଚ, ଜାହାଜ ବାବଦର ଖର୍ଚ୍ଚ ଏବଂ ଅନ୍ୟାନ୍ୟ ପଣ୍ୟବାହୀ ଖର୍ଚ୍ଚ ମଧ୍ୟ କମିଯିବ, ଯାହାର ସିଧାସଳଖ ଲାଭ ପାଇବେ ସାଧାରଣ ଜନତା। ତେବେ ଆଶା କରିବା ଏହି ପ୍ରକଳ୍ପ କାର୍ଯ୍ୟକାରୀ খুব শীঘ্র ହେବ এবং ଏ ଦିଗରେ କେନ୍ଦ୍ର ସରକାର ଯେଉଁ ବିଚାର ବିମର୍ଶ କରୁଛନ୍ତି ତାହା ମଧ୍ୟ ଏକ ନିର୍ଣ୍ଣାୟକ ପରିସ୍ଥିତି ଆଡ଼କୁ ଗତି କରିବ। ଏହି ରିପୋର୍ଟଟି କେମିତି ଲାଗିଲା ଦର୍ଶକ ବନ୍ଧୁ ନିଶ୍ଚିତ ଜଣାଇବେ। ଏଥିପାଇଁ ୟୁଟ୍ୟୁବ ଓ ଫେସବୁକରେ ଆମର ସୋସିଆଲ ମିଡ଼ିଆ ନ୍ୟୁଜ୍ ରୁମ୍କୁ ସବସ୍କ୍ରାଇବ୍ କରନ୍ତୁ, ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ କମେଣ୍ଟ ବକ୍ସରେ ନିଜର ମତ ନିଶ୍ଚିତ ଲେଖନ୍ତୁ। ରହୁଛି, ନମସ୍କାର।